କାହାର ବି କାନ୍ଦ ଶୁଣିବାକୁ ପାଉନି। ତୁ ସ୍ୱପ୍ନ ଦେଖୁଥିବୁ, ଏବେ ଶୋଇ ପଡ଼। ମୁଁ ଟିକେ ଝରକା ପାଖକୁ ଯାଇ ଦେଖେ କିଏ ଏମିତି କାନ୍ଦୁଛି। କିଏ କାନ୍ଦୁଛ? ଆରେ ଏବେ ତ କାନ୍ଦ ବନ୍ଦ ହେଇଗଲା। ଏଇ ଆମ୍ବ ଗଛର ହିଁ ଏମିତି ଶବ୍ଦ ଶୁଭୁଥିଲା। ସକାଳ ହେଉ, ମୁଁ ଆମ୍ବ ଗଛ ଉପରକୁ ଯିବି। ନା ପିଙ୍କି, ଏ ରାତି ଅଧରେ କାହିଁକି ଝରକା ଖୋଲିଛୁ କହିଲୁ? ଆ ଶୋଇବୁ। ପିଙ୍କି ଚଢ଼େଇ ତା ବାପା ମାଙ୍କ ସହ ରହୁଥିଲା। ତାଙ୍କ ଘର ବାହାରେ ଏକ ବଡ଼ ଆମ୍ବ ଗଛ ଥିଲା। ସେହି ଆମ୍ବ ଗଛରେ ରହୁଥିଲା ଏକ ଛୋଟ ପିଶାଚି ଚଢ଼େଇ। ସକାଳ ହେଲା ପରେ ପିଙ୍କି ସେ ଆମ୍ବ ଗଛ ଉପରକୁ ଗଲା। ଏ ଗଛରେ ତ କେହି ବି ନାହାନ୍ତି। ତାହେଲେ କାଲି ରାତିରେ କିଏ କାନ୍ଦୁଥିଲା? ତୁ କାହାକୁ ଖୋଜୁଛୁ? ମତେ ଖୋଜିବାକୁ ଆସିଛୁ କି? କିଏ ତୁ? ତୋ ଚେହେରା ଏମିତି କଣ ପାଇଁ? ତୁ କଣ କାଲି ରାତିରେ କାନ୍ଦୁଥିଲୁ? ହଁ, କାଲି ରାତିରେ ମୁଁ କାନ୍ଦୁଥିଲି। ତୋ କଥା ଶୁଣି ଜାଣିପାରିଲି ତୁ ମତେ ଖୋଜିବାକୁ ଆସିଛୁ। ସେଥିପାଇଁ ତୋ ପାଖକୁ ଚାଲି ଆସିଲି। ତୁ ତ ମୋ ବୟସର ଜଣା ପଡୁଛୁ। ତୋ ବାପା ମା କୁଆଡେ ଗଲେ? ତୋ ଘର କୋଉଠି? ମୋ ବାପା ନାହାନ୍ତି। ମୁଁ ମୋ ମା ସାଙ୍ଗରେ ରୁହେ। 7 ଦିନ ହେଇଗଲାଣି। ମୋ ମା ଖାଇବା ଆଣିବାକୁ ଯାଇଥିଲା, ହେଲେ ଏଯାଏଁ ଫେରିନି। ତୁ ଚିନ୍ତା କରନି, ତୋ ମା ଶୀଘ୍ର ଫେରି ଆସିବେ। ମତେ ଲାଗୁଛି ମୋ ମା ଆଉ ଫେରିବନି। ମା କହିଥିଲା ଯଦି ମୁଁ 7 ଦିନ ଭିତରେ ଘରକୁ ନ ଫେରିବି ତୁ ନିଜ ଖାଇବା ବ୍ୟବସ୍ଥା ନିଜେ କରିନେବୁ। ହେଲେ ତୋ ମା ତତେ ଏମିତି କାହିଁକି କହିଥିଲେ? ତତେ ଘରେ ଏକା ରଖି ସେ ଏତେ ଦିନ ଯାଏ କଣ ପାଇଁ ବାହାରକୁ ଯାଆନ୍ତି? ମୋ ମା ଖାଇବା ଆଣିବା ପାଇଁ ବାହାରକୁ ଯାଆନ୍ତି। ତୁ ମତେ ଦେଖି ଜାଣିପାରୁନୁ କି? ମୁଁ ତୋ ଭଳି ସାଧାରଣ ଚଢ଼େଇ ନୁହଁ। ମୁଁ ହେଉଛି ପିଶାଚି ଚଢ଼େଇ, ଯାହାକୁ ଦେଖିଲେ ଅନ୍ୟ ଚଢ଼େଇମାନେ ଡରନ୍ତି। ସତରେ ତୁ ଗୋଟେ ପିଶାଚି ଚଢ଼େଇ? ହେଲେ ମତେ ତ ତୁ ଗୋଟେ ସାଧାରଣ ଚଢ଼େଇ ପରି ଲାଗୁଛୁ। ତୋ ମା ତ ଅନେକ ଦିନ ହେଇଗଲାଣି ବାହାରକୁ ଗଲେଣି। ତୁ କଣ ଖାଇଛୁ? ନା, ମା ଗଲା ଦିନରୁ ମୁଁ କିଛି ବି ଖାଇନି। ମା କହିଥିଲା ମୁଁ ନ ଆସିବା ଯାଏ ତୁ ଏ ଗଛ ଛାଡ଼ି କୁଆଡ଼େ ବି ଯିବୁନି। ମୋ ମାକୁ ହିଁ ଜଗିଥିଲି। ହେଲେ ଏବେ ଲାଗୁଛି ମତେ ମୋ ଖାଇବା ବ୍ୟବସ୍ଥା କରିବାକୁ ହେବ। ଆଚ୍ଛା କହିଲୁ, ତୁ କଣ ଖାଇବାକୁ ଭଲ ପାଉ? ମତେ ମାଛ ଖାଇବାକୁ ଭାରି ଭଲ ଲାଗେ। ଆଚ୍ଛା ହଉ, ତୁ ଏଇଠି ଥା, ମୁଁ ଯାଇ ଦେଖେ ତୋ ପାଇଁ ମାଛ ପାଉଛି କି ନାହିଁ। ଏମିତି କହି ପିଙ୍କି ଗଛରୁ ଓହ୍ଲେଇ ଆସିଲା। ସେ ଦେଖିଲା ତାର ବାପା 2ଟି ବଡ଼ ବଡ଼ ମାଛ ନେଇ ରୋଷେଇ ଘରେ ରଖୁଛନ୍ତି। ଏଇ ତ ସୁଯୋଗ ମିଳିଗଲା। ବାପା ମାଛ ରଖି ଘରୁ ବାହାରି ଯାଉଛନ୍ତି। ମୁଁ ସେ 2ଟି ମାଛରୁ ଗୋଟେ ମାଛ ଛୋଟ ପିଶାଚି ପାଇଁ ନେଇଯାଏ। ଚଢ଼େଇ ଛୁଆ, ଏ ମାଛ ପାଇଁ ତତେ ବହୁତ ବହୁତ ଧନ୍ୟବାଦ। ତୁ ମୋ ପାଇଁ ମାଛ ଆଣି ଦେଉଛୁ। ତୋ ଘରେ ତତେ ରାଗିବେନି? ମୁଁ ମାଛ ଆଣିଲା ବେଳେ ମତେ କେହି ବି ଦେଖି ନାହାନ୍ତି। ଏକଥା କେହି ଜାଣିପାରିବେନି। ଆଚ୍ଛା ପିଶାଚି ଛୁଆ, ତୁ ଏତେ ବଡ଼ ମାଛ କେମିତି ଖାଇବୁ? ମାଛ କାଟିକି ରାନ୍ଧିବା ତୁ କଣ ଜାଣିଛୁ? ସେସବୁ କିଛି ବି ଦରକାର ପଡ଼ିବନି। ତୁ ଖାଲି ଦେଖେ ମୁଁ ଏ ମାଛ କେମିତି ଖାଉଛି। ଆରେ ପିଶାଚି ଛୁଆ, ତୁ ଏକାଥରକେ କେମିତି ଏତେ ବଡ଼ ମାଛ ଗିଳି ଦେଲୁ? ତୋ ତଣ୍ଟିରେ ଲାଗିଯିବ ଯେ। ତୁ ପାଣି ପିଇବୁ କି? ମୁଁ ଆଣିଦେବି। ତୁ ବୋଧେ ଭୁଲି ଯାଉଛୁ, ମୁଁ ହେଉଛି ପିଶାଚି ଛୁଆ। ଏମିତି ବଡ଼ ବଡ଼ ଆହୁରି 2-3ଟା ମାଛ ମୁଁ ଏକାଥରକେ ଗିଳି ପାରିବି। ମୋର ପାଣି ଦରକାର ହେବନି। ବାଃ, ଖୁବ୍ ଭଲ ତ। ମୁଁ ବି ଯଦି ତୋ ଭଳି ଗୋଟେ ପିଶାଚି ଚଢ଼େଇ ହେଇଥାନ୍ତି ଖୁବ୍ ଭଲ ହେଇଥାନ୍ତା। ଏମିତି କଥା ହେଇ ସେମାନେ ହସିଲେ। ସେପଟେ ଗୋଟେ ମାଛ ନ ପାଇ ପିଙ୍କିର ବାପା ମା ଝଗଡ଼ା କରୁଥିଲେ। ତମେ ପରା ଏଇଠି 2ଟା ମାଛ ରଖିଥିଲ, ଆଉ ଗୋଟେ ମାଛ କୁଆଡ଼େ ଗଲା? ବିଲେଇ ନେଇଗଲାନି ତ? ଗୋଟେ କାମ ତମେ ଠିକରେ କରିପାରନି। ରୋଷେଇ ଘରର କବାଟ ତ ବନ୍ଦ ଥିଲା। ବିଲେଇ ଭିତରକୁ ଆସି ମାଛ ନେଲା କେମିତି? ମାଛଟା ବି ବଡ଼ ଥିଲା। ବିଲେଇ ଯଦି ଘୋଷାଡ଼ି ଘୋଷାଡ଼ି ନେଇଥାନ୍ତା ମାଟିରେ ଚିହ୍ନ ତ ପଡ଼ିଥାନ୍ତା। ହେଲେ ଏଠି ଜମା ବି ଚିହ୍ନ ନାହିଁ। ବିଲେଇ କେମିତି ମାଛ ଖାଇଲା ମୁଁ ତ କିଛି ବି ବୁଝିପାରୁନି।
ଶନିବାର ତ ହେଇଗଲା, ଆଉ କଣ ସେ ମାଛ ଫେରି ଆସିବ? ସକାଳୁ ସକାଳୁ ମୋ ମୁଣ୍ଡ ଗରମ ହେଇଗଲା। କ୍ଷମା କରିବୁ ଚଢ଼େଇ ଛୁଆ, ମୋ ପାଇଁ ଆଜି ତ ବାପା ମା ଝଗଡ଼ା ଲାଗିଲେ। ନା ନା, ତୁ ଚିନ୍ତା କରନି, ମୋ ବାପା ବହୁତ ଭଲ, ସେ ଆଉ ଥରେ ବଜାରରୁ ମାଛ ନେଇ ଆସିବେ। ବହୁତ ଡେରି ହେଲାଣି, ତୁ ଏବେ ଘରକୁ ଯା, ନହେଲେ ତୋ ମା ତୋ ପାଇଁ ବ୍ୟସ୍ତ ହେବେ। ଆଚ୍ଛା ହଉ ପିଶାଚି ଛୁଆ, ମୁଁ ଏବେ ଯାଉଛି, ଯଦି କିଛି ଦରକାର ହୁଏ ମତେ କହିବୁ, ମୁଁ ଏଇ ପାଖରେ ଅଛି। ତାପରେ ପିଙ୍କି ତା ଘରକୁ ଫେରିଗଲା। ସନ୍ଧ୍ୟାରେ ସେ ତା ସାଙ୍ଗମାନଙ୍କ ସହ ଲୁଚକାଳି ଖେଳୁଥିଲା। ପିଙ୍କିର ସାଙ୍ଗମାନେ ସବୁ ଜାଗାରେ ଲୁଚିଗଲେ। ଢିକ୍, ମତେ ଜମା ବି ଭଲ ଲାଗେନି, ସବୁଦିନ ମୋ ସାଙ୍ଗମାନେ ମତେ ହିଁ ଚୋର କରିବେ। ସମସ୍ତଙ୍କୁ ଖୋଜୁ ଖୋଜୁ ଏତେ ସମୟ ଚାଲିଯିବ ଯେ ମୁଁ ନିଜେ ଖେଳିବାକୁ ସମୟ ପାଇବିନି। ପିଙ୍କି, ଏ ପିଙ୍କି, ମୋ ପାଖକୁ ଆସେ। ହଁ କହ, କଣ କହିବୁ? ତୁ ଚାହିଁଲେ ମୁଁ ତତେ କହିପାରିବି ତୋ ସାଙ୍ଗମାନେ କୋଉ କୋଉ ଜାଗାରେ ଲୁଚିଛନ୍ତି। ହଁ ହଁ, ମତେ କହ ସେମାନେ କୋଉ ଜାଗାରେ ଲୁଚିଛନ୍ତି। ହେଲେ ତୁ ଏ କଥା କେମିତି ଜାଣିଲୁ? ଆରେ ମୁଁ ଗୋଟେ ପିଶାଚି, ଏସବୁ ଜାଣିବା ମୋ ପାଇଁ କଷ୍ଟ ନୁହଁ। ଏମିତି ସେ ପିଶାଚି ଛୁଆ ପିଙ୍କିକୁ ତା ସାଙ୍ଗମାନେ ଲୁଚିଥିବା ଜାଗା କଥା କହିଦେଲା। ପିଙ୍କି ଶୀଘ୍ର ହିଁ ସମସ୍ତଙ୍କୁ ଖୋଜି ବାହାର କରିଦେଲା। ତାପରେ ସେ ଲୁଚିବାକୁ ଗଲା। ସାଙ୍ଗ ପିଶାଚି, ମତେ ଗୋଟେ ଏମିତି ଜାଗା କହ ଯୋଉଠି ମୁଁ ଏବେ ଲୁଚିଲେ ମୋ ସାଙ୍ଗମାନେ ମତେ ଖୋଜିକି ପାଇବେନି। ହଁ ହଁ, ସେମିତି ଗୋଟେ ଜାଗା ଅଛି, ତୋ ଘରଠାରୁ କିଛି ଦୂରରେ ଏକ ଭଙ୍ଗା ଘର ଅଛି। ଯା, ସେଠି ଲୁଚିବୁ, ତୋ ସାଙ୍ଗମାନେ ତତେ ଯେତେ ଖୋଜିଲେ ବି ପାଇବେନି। ଧନ୍ୟବାଦ ପିଶାଚି ସାଙ୍ଗ, ଏବେ ମୁଁ ଯାଉଛି। ତାପରେ ପିଙ୍କି ସେ ଘରକୁ ଗଲା। ତାର ସାଙ୍ଗମାନେ ତାକୁ ଚାରିଆଡେ ଖୋଜିଲେ, ହେଲେ ତାକୁ ପାଇଲେନି। ଆମେ ସବୁ ଜାଗାରେ ଖୋଜିଲେ, ହେଲେ କାଇଁ ପିଙ୍କିକୁ ତ ଆମେ ପାଇଲେନି। କିଛି ସମୟ ପରେ ରାତି ହେଇଯିବ, ଚାଲ ଚାଲ ତା ମାକୁ ଶୀଘ୍ର ଏ କଥା କହିବା। ଏମିତି ସବୁ ଚଢ଼େଇ ଛୁଆ ଆସି ପିଙ୍କିର ମାକୁ ସବୁ ଘଟଣା କହିଲେ। ତାଙ୍କର ଶବ୍ଦରେ ପିଶାଚି ଛୁଆର ନିଦ ଭାଙ୍ଗିଗଲା। କଣ ହେଲା? ପିଙ୍କି ଏଯାଏଁ ଘରକୁ ଫେରିନି, ତାର କିଛି ହେଇନି ତ? ମୁଁ ସେ ଭଙ୍ଗା ଘରକୁ ଯାଇ ଦେଖେ। ଏମିତି କହି ପିଶାଚି ଛୁଆ ଶୀଘ୍ର ସେ ଭଙ୍ଗା ଘରକୁ ଗଲା। ସେ ଦେଖିଲା ଘରର କବାଟ ଶକ୍ତ ଭାବରେ ଲାଗିଛି। ପିଶାଚି ଛୁଆ ଗୋଟେ ଧକ୍କାରେ କବାଟ ଭାଙ୍ଗିଦେଲା। ସେ ଭିତରକୁ ଯାଇ ଦେଖିଲା ପିଙ୍କି ଡରି ଡରି ଗୋଟେ କଣରେ ଛିଡ଼ା ହେଇଛି। ଏ କଣ ପିଙ୍କି, ତୁ ଏଯାଏଁ ଘରକୁ କାହିଁକି ଯାଇନୁ? ସମସ୍ତେ ତତେ ଖୋଜୁଛନ୍ତି। ମୁଁ ଘରକୁ ଫେରିଥାନ୍ତି, ହେଲେ କେଜାଣି କେମିତି କବାଟ ଏତେ ଜୋରେ ଲାଗିଗଲା ଯେ ମୁଁ ଖୋଲି ପାରିଲିନି। ଏ ଘରେ ତ ଗୋଟେ ବି ଝରକା ନାହିଁ, ତା ଉପରେ ପୁଣି ଏ ସାପ ଆସି ମୋ ସାମ୍ନାରେ ଛିଡ଼ା ହେଇଗଲା। ଏ ସାପକୁ ଦେଖି ଭୟରେ ମୁଁ ଏଠୁ ହଲି ପାରୁନଥିଲି। କଣ ହେଲା? ତୁ ଏ ଛୋଟ ସାପଟାକୁ ଦେଖି ଡରୁଛୁ? ରହ, ମୁଁ ତାକୁ ଏବେ ଏଠାରୁ ବିଦା କରୁଛି। ଏ ସାପ, ବଞ୍ଚିବାକୁ ଯଦି ଚାହୁଁଛୁ ଶୀଘ୍ର ଏ ଜାଗା ଛାଡ଼ି ପଳା। ମୁଁ ଏତେ ଚେଷ୍ଟା କଲି ସାପକୁ ଡରେଇବା ପାଇଁ, ହେଲେ ସେ ଡରିଲାନି। ତୋର ଗୋଟେ ଧମକରେ ସେ ଏଠାରୁ ଚାଲିଗଲା। ମୁଁ ଗୋଟେ ପିଶାଚି, ମତେ ଦେଖିଲେ ସାପମାନେ ଡରନ୍ତି। ଚାଲ ପିଙ୍କି, ଏବେ ମୁଁ ତତେ ନେଇ ତା ଘରେ ଛାଡ଼ିଦେବି। ଏମିତି କହି ପିଶାଚି ଛୁଆ ନିଜ ଜାଦୁ ଶକ୍ତିରେ ପିଙ୍କିକୁ ଖୁବ୍ ଶୀଘ୍ର ନେଇ ତା ଘର ପାଖରେ ପହଞ୍ଚେଇ ଦେଲା। ବା ପିଶାଚି ସାଙ୍ଗ, ତୁ ତ ବଢିଆ ଜାଦୁ ଶିଖିଛୁ, ମତେ କେତେ ଶୀଘ୍ର ଘରେ ପହଞ୍ଚେଇ ଦେଲୁ। ହଉ, ମୁଁ ଏବେ ଯାଉଛି, କାଲି ସକାଳେ ପୁଣି ଦେଖା ହେବ। ସେଦିନ ପରଠାରୁ ପ୍ରତିଦିନ ପିଙ୍କି ପିଶାଚି ଛୁଆ ସହ ଦେଖା କରୁଥିଲା, ଆଉ ତା ସହ ଅନେକ ସମୟ ଧରି କଥା ବି ହେଉଥିଲା। ପିଙ୍କି ଯେତେବେଳେ ବି ସୁଯୋଗ ପାଉଥିଲା ପିଶାଚି ଛୁଆ ପାଇଁ ମାଛ ନେଇ ଯାଉଥିଲା। ଧୀରେ ଧୀରେ ପିଙ୍କିର ଏମିତି ଅଜବ କାମ ତାର ବାପା ମା ବି ଜାଣି ପାରିଲେ। ପିଙ୍କିର ବାପା, ଆମ ଝିଅର ଲକ୍ଷଣ ମତେ କିଛି ବି ଠିକ ଲାଗୁନି। ସେ ସବୁଦିନ ଆମ୍ବ ଗଛରେ ବସି କାହା ସହ କଥା ହେଉଛି କେଜାଣି। ତମେ ଯେବେ ବି ମାଛ ଆଣ, ସେ ଗୋଟେ ମାଛ ନେଇ ଆମ୍ବ ଗଛ ଉପରକୁ ଯାଏ। ବେଳେ ବେଳେ ସେ ଏମିତି ଭୟଙ୍କର ହସ ହସେ ଯେ ତମେ ତାକୁ ଦେଖିଲେ ଡରିଯିବ। ଆରେ ତୁ ଏସବୁ କଣ କହୁଛୁ? ଏସବୁ ଜମା ବି ଠିକ ନୁହଁ। ହଠାତ୍ ଆମ ଝିଅର ହେଲା କଣ?
ହେଇଟି ମତେ ଲାଗୁଛି ଆମ ଝିଅ ଉପରେ ନିଶ୍ଚୟ କୋଉ ଭୂତ ପ୍ରେତର ନଜର ପଡି ଯାଇଛି। ତମେ ଟିକେ ଯାଅ ନା ତାନ୍ତ୍ରିକ ମାଙ୍କୁ ଡାକି ଆଣିବ। ସେ ନିଶ୍ଚୟ ଆମ ଝିଅକୁ ଭଲ କରିଦେବେ। ତାପରେ ପିଙ୍କିର ବାପା ମା ଶୀଘ୍ର ତାନ୍ତ୍ରିକ ଚଢ଼େଇକୁ ଡାକି ଆଣିଲେ। ସେ ପିଙ୍କିକୁ ଭଲ ଭାବରେ ଦେଖି କହିଲା, ମୁଁ ଯାହା ଭାବୁଥିଲି ଠିକ୍ ଭାବୁଥିଲି। ତମ ଝିଅ ଉପରେ ଗୋଟେ ପିଶାଚୀର ନଜର ପଡ଼ିଛି। କଣ ହେଲା? ପିଶାଚୀ? ତାନ୍ତ୍ରିକ ମା, ଆମ ଝିଅକୁ ରକ୍ଷା କର। ଝିଅକୁ ଘର ଭିତରକୁ ନେଇଯାଅ। ମୁଁ ସେ ଆମ୍ବ ଗଛ ପାଖକୁ ଯାଉଛି। ଆଜି ହିଁ ମୁଁ ସେ ପିଶାଚୀକୁ ଏ ଜାଗାରୁ ତଡ଼ିଦେବି। ନା ନା, ମୋ ପିଶାଚୀ ସାଙ୍ଗର କିଛି କ୍ଷତି କରନି। ସେ ଖରାପ ନୁହଁ, ସେ ବହୁତ ଭଲ। ଚୁପ୍, ଏକଦମ ଚୁପ୍। ଆମେ ତୋର କିଛି କଥା ଶୁଣିବୁନି। ଚାଲିବୁ ଘର ଭିତରକୁ। ପିଙ୍କିର ବାପା ପିଙ୍କିକୁ ନେଇ ଘର ଭିତରେ ବନ୍ଦ କରିଦେଲେ। ମତେ ଶୀଘ୍ର କିଛି କରିବାକୁ ହେବ, ନହେଲେ ଏମାନେ ମୋ ସାଙ୍ଗ ପିଶାଚୀର କ୍ଷତି କରିଦେବେ। ଆମ ଝରକା କେତେ ଛୋଟ। ମୁଁ ଏଠୁ ବାହାରି ମୋ ସାଙ୍ଗ ପାଖକୁ କେମିତି ଯିବି? ଆରେ ହଁ, ମନେ ପଡ଼ିଲା। ମୁଁ ମୋ ସାଙ୍ଗ ପିଶାଚୀକୁ ପାଠ ପଢ଼ା ଶିଖେଇଥିଲି। ମୁଁ କାଗଜରେ ସବୁ ଘଟଣା ଲେଖି ସେ କାଗଜକୁ ରକେଟ ବନେଇ ମୋ ସାଙ୍ଗ ପାଖକୁ ଫିଙ୍ଗି ଦିଏ। ସେ ପଢ଼ିଲେ ସବୁ କିଛି ବୁଝିଯିବ। ଏମିତି ଚିନ୍ତା କରି ପିଙ୍କି ଏକ କାଗଜରେ ସବୁ ଘଟଣା ଲେଖି ସେ କାଗଜକୁ ରକେଟ ବନେଇ ତା ସାଙ୍ଗ ପିଶାଚୀ ପାଖକୁ ଫିଙ୍ଗିଲା। ପିଶାଚୀ ଛୁଆ ସବୁ କିଛି ପଢ଼ି ଶୀଘ୍ର ସେଠାରୁ ଚାଲିଗଲା। କିଛି ସମୟ ପରେ ପିଙ୍କିର ମା ତା ପାଖକୁ ଆସି କହିଲେ, ଆଉ ଭୟ ନାହିଁ। ପିଶାଚୀ ସେ ଜାଗା ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି। ସେ ଏମିତି ମନ ଦୁଃଖରେ ବସି କାନ୍ଦିବା ସମୟରେ ଏକ କାଗଜ ରକେଟ ଉଡ଼ି ଆସି ତା ଗୋଡ଼ରେ ବାଜିଲା। ଏଇଟା ତ ସେଇ କାଗଜ ରକେଟ ଯୋଉଟାକୁ ମୁଁ ମୋ ସାଙ୍ଗ ପାଖକୁ ପଠେଇଥିଲି। ତା ମାନେ କଣ ସେ ସେଇଟା ପାଇନି? ମୁଁ ଥରେ ଖୋଲିକି ଦେଖେ। ଆରେ, ଏଥିରେ ତ କିଛି ଅଲଗା ଲେଖା ଅଛି। ପିଙ୍କି, ତୁ ଚିନ୍ତା କରନି, ମୁଁ ଠିକ୍ ଅଛି। ତତେ ବହୁତ ବହୁତ ଧନ୍ୟବାଦ। ମୁଁ ଏବେ ସେ ଭଙ୍ଗା ଘର ପାଖ ଗଛରେ ଅଛି। ଶୀଘ୍ର ମୋ ପାଖକୁ ଆ। ଏସବୁ ପଢ଼ି ପିଙ୍କି ଖୁସି ହେଇଗଲା। ସେ ଶୀଘ୍ର ସେ ଗଛ ପାଖକୁ ଗଲା। ପିଶାଚୀ ଛୁଆ ପୁରାପୁରି ଠିକ୍ ଥିଲା। ପିଙ୍କିକୁ ଦେଖି ସେ ବି ଖୁସି ହେଇଗଲା। ସେବେଠାରୁ ମଝିରେ ମଝିରେ ଯାଇ